ଜୟ ଜଗନ୍ନାଥ। ମୋ ଭକ୍ତି ଭାବ ଏବଂ ରାଧାକୃଷ୍ଣ ଭାବରେ ଆଜି ମୁଁ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରକୁ ଆକ୍ଷେପ କରି ଗୋଟିଏ ସୁନ୍ଦର ଉଦାହରଣ ଦେଉଛି। ରାମଚନ୍ଦ୍ର ହେଉଛନ୍ତି ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର। ବାସ୍ ଠିକ୍ ଅଛି, ସମସ୍ତେ ଗ୍ରହଣ କରୁଛନ୍ତି, ମୁଁ ବି ଗ୍ରହଣ କରିବି। କିନ୍ତୁ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ଯେହେତୁ ପିତା ସତ୍ୟପାଳୀ ବନବାସ ଗଲେ, ଠିକ୍ ଅଛି, ସେଇଟା ବି ମୋ ମତରେ ଠିକ୍। ଆଉ ଓଡ଼ିଶାବାସୀଙ୍କ ମତରେ ଠିକ୍, ଆଉ ମୋ ଭଗବାନଙ୍କ ଲୀଳା ସେଇଟା ଠିକ୍ ଅଛି। ଯଦି ସୁପର୍ଣ୍ଣଖାର ପାଇଁ ଏସବୁ ମାୟା ରଚିଥିଲେ, ତାହେଲେ ଭଗବାନ ନିଜେ ଖାଲରେ ପଡ଼ି ମାୟା ରଚିକି ରାବଣକୁ ମାରିକିରି ସୁପର୍ଣ୍ଣଖାକୁ କ'ଣ ନ୍ୟାୟ ଦେଇପାରିନଥାନ୍ତେ? ତାହେଲେ ସେ କାହିଁକି ଲୋକ କଥା ପ୍ରସଙ୍ଗରେ କହୁଛନ୍ତି ନାରୀ ଯୋଗୁଁ ସବୁ କାଣ୍ଡ, ତାହେଲେ ଆପଣ କାହିଁକି ସବୁଠି ନାରୀକି ଅସ୍ତ୍ର କରୁଛନ୍ତି? କୁହନ୍ତୁ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର, ଆପଣ ଯଦି ସୁପର୍ଣ୍ଣଖାର ମାୟା ରଚିକି ସବୁ ରାବଣକୁ ବିନାଶ କରି ନ୍ୟାୟ ଦେବାକୁ ଏସବୁ ଷଡ଼ଯନ୍ତ୍ର ରଚିଥିଲେ, ତାହେଲେ ସୀତାକୁ କାହିଁକି ଏଭଳି ଦଣ୍ଡ ଦେଲେ? ଜାଣିଛନ୍ତି ମା ସୀତା ଠାକୁରାଣୀ ସତୀ ବୋଲି ଆପଣ ଜାଣିଛନ୍ତି। ଦେଖନ୍ତୁ, ମାୟା ରଚି କାରଣ ତୁମେ ନ ଚାହିଁଲେ ଗଛର ପତ୍ର ହେଲେ ନାହିଁ। ଆପଣଙ୍କ ପ୍ରତି ଅବତାରରେ ସେଇ ଭଗବାନଙ୍କର ସେଇଟା ମାନବ ଲୀଳା। ରାମଚନ୍ଦ୍ର ମାନବ ଲୀଳା ହେଇଥାନ୍ତୁ ବରଂ, ତ୍ରେତୟା ଯୁଗରେ ମାନବ ଲୀଳା କରିଛନ୍ତି ସତ, କିନ୍ତୁ ଆପଣଙ୍କ ଭିତରେ ସ୍ୱୟଂ ଭଗବାନ, ଆପଣ ସ୍ୱୟଂ ଭଗବାନ। ଆପଣଙ୍କୁ ଅନୁସରଣ କରି ଆମେ ଚଳିଥାଉ, ଆପଣଙ୍କୁ ବି ଆମେ ପୂଜା କରୁଛୁ, କାରଣ ଆପଣ ବି ସେ ମାନବ ଲୀଳା ବି ଆପଣ ହେଇଛନ୍ତି ଭଗବାନ। ସୀତା ଠାକୁରାଣୀ ଯେତେବେଳେ 12 ବର୍ଷ ଯେତେବେଳେ ରହିଲେ ବନବାସ ଆପଣ ଗଲେ, ଯେତେବେଳେ ରାବଣ ସୀତା ଠାକୁରାଣୀକି ଚୋରାଇ ନେଲେ, କୁହନ୍ତୁ ଏ କଳିଯୁଗରେ କେହି ନାହିଁ, ବୋହୂକୁ ଝିଅ କିଏ ତ ବ୍ୟବସାୟ କରୁଛନ୍ତି, ସେ ତା'ର ଦଣ୍ଡ ସେ ଭଗବାନ ଦେବେ। କେହି ଯଦି ଅକସ୍ମାତ କାହାକୁ ଆଟାକ୍ କରି କାହାକୁ ନେଇଯାଉଛନ୍ତି, ଗୋଟେ ଦିନ 2 ଦିନ କେଉଁଠି କିଏ ଗ୍ୟାପ୍ ହେଇଯାଉଛନ୍ତି, ଯଦି ତ ଭୁଲ କରିଥାଏ ଭୁଲର ଦଣ୍ଡ ଯିଏ ପାଇବାର କଥା ତାହା ଭଗବାନ ଦେବେ। କିନ୍ତୁ ସୀତା ଠାକୁରାଣୀ ଲଙ୍କାରେ ଏତେ ବର୍ଷ ରହିଥିଲେ, କିନ୍ତୁ ତାଙ୍କର ସୁଖ ଦୁଃଖ ଭଲ ମନ୍ଦ ବୁଝିବା ପାଇଁ ସେ ଲଙ୍କାରେ ଅସୁର ସ୍ୱଭାବର ଲୋକ ଥିଲେ ବରଂ ଦେବୀ ସ୍ୱଭାବର ସୁପର୍ଣ୍ଣଖା ଥିଲା। ତାଙ୍କୁ ସବଳ ଭଗବାନଙ୍କ ଲୀଳା ଦେଖନ୍ତୁ। ସୁପର୍ଣ୍ଣଖା ତାଙ୍କର ସବଳ ଥିଲେ, ତାଙ୍କର ଭଲ ମନ୍ଦ ସବୁ ସାନ୍ତ୍ୱନା ସେ ହିଁ ଦେଉଥିଲେ, ସୁଖ ଦୁଃଖ ସେ ହିଁ ବୁଝୁଥିଲେ। କିନ୍ତୁ ରାବଣ ଯେହେତୁ ସୀତା ଠାକୁରାଣୀ ମା ସେ ସତୀ ମହାନ ସତୀତାର ଆଖ୍ୟା ପାଇଛନ୍ତି, ତାକୁ ରାବଣ ଚୋରେଇ ନେଇଥିଲେ ସତ, କିନ୍ତୁ ପାପ ଲାଗିନଥିଲା, ସେଥିରେ ମହାନ ଥିଲା, ସେଥିରେ ପବିତ୍ର ଥିଲେ ସୀତା ଠାକୁରାଣୀ। ଆପଣ ଯେତେବେଳେ ଆପଣଙ୍କ ଯୁଦ୍ଧ ଶେଷ କରି ସୀତା ଠାକୁରାଣୀକି ଆଣିଲେ, ସୀତା ଠାକୁରାଣୀ ବହୁତ ନମ୍ର ଥିଲା, ସରଳ ଥିଲେ, ଆଉ ବହୁତ ଆତ୍ମବିଶ୍ୱାସୀ ଥିଲେ। ତାଙ୍କର ଆତ୍ମା ଚିନ୍ତା ଚେତନାର ଭାବନା ଥିଲେ ସେ କେତେ ମହାନ, କିନ୍ତୁ ଧୋବାଧୋବଣୀ ସିନା ତାଙ୍କୁ ଆଖ୍ୟା ଦେଇଦେଲେ ବୋଲି ଆପଣ ଯେହେତୁ ତାଙ୍କୁ ପରୀକ୍ଷା କରିବାକୁ ଚାହିଁଲେ, ତେଣୁ ତାଙ୍କ ସ୍ୱାଭିମାନକୁ କଷ୍ଟ ଆସିଲା, ତାଙ୍କ ହୃଦୟକୁ କଷ୍ଟ ଆସିଲା, ସେଥିପାଇଁ ସେ କହିଲେ ମୁଁ ପରୀକ୍ଷା ଦେବା ପୂର୍ବରୁ ଠାକୁରେ ମୋତେ ଏ ପରୀକ୍ଷାରେ ପବିତ୍ର କରିଦିଅନ୍ତୁ, ଏ ଦୁନିଆକୁ ଦେଖାଇ ଦିଅନ୍ତୁ। ମୋ ସ୍ୱାମୀ ଜାଣିଛନ୍ତି ମୁଁ ସତୀ, କିନ୍ତୁ ରଜା ହୋଇ ପ୍ରଜାର ଆଶା ପୂରଣ କରିବା ପାଇଁ ସେ ମୋତେ ବଳି ପକାଇଲେ। ତେଣୁ ତାଙ୍କର ବଳି ପକାଇବାରେ ତାଙ୍କର ଆଶା ପୂରଣ କରି ମୁଁ, ଆଉ ତାଙ୍କର ମୋର ସ୍ୱାଭିମାନ ହେଲା ମୋ ସ୍ୱାମୀର ଆଶା ପୂରଣ କରି, ମୋ ସ୍ୱାମୀର ଧର୍ମ ପାଳନ କରି। ତେଣୁ ସୀତା ଜାଣିଥିଲେ ସତୀ ସିଏ, ରାମ ଜାଣିଥିଲେ ବି ସୀତା ସତୀ। ଶେଷରେ ସେ ମାଆକୁ ଡାକିଥିଲେ, ଆଉ ବସୁମତା ତୁ ଫାଟିଯା, ମୋତେ ତ ଗର୍ଭସ୍ଥଳକୁ ନେଇଯା। ସତୀ ହେତୁ ସେ ତାଙ୍କ ପରୀକ୍ଷାରେ ଉନ୍ନତି କରିଥିଲେ,
ସଫଳ ହାସଲ କରିଥିଲେ। ସାରା ଜଗତକୁ ସେ ଦେଖାଇ ଦେଇଥିଲେ କେତେ ମହାନ, କେତେ ଉଦାର ଆଉ କେତେ ଧୈର୍ଯ୍ୟଶୀଳ। ଆପଣ କଳିଯୁଗରେ ସୀତା ଭଳି କେତେଜଣ ଧୈର୍ଯ୍ୟଶୀଳ ନାରୀ ଅଛନ୍ତି, କେତେଜଣ ମହାନ ନାରୀ ଅଛନ୍ତି, କେତେଜଣ ସ୍ୱାମୀକି ଦେବତା ଭଳି ପୂଜା କରୁଛନ୍ତି, କେତେଜଣ ସ୍ୱାମୀର ଅପମାନକୁ ସମ୍ମାନ ଦେଉଛନ୍ତି। କେହି ବି ଜଣେଇ ନାହାନ୍ତି ମୋ ମତରେ। କେଜାଣି କେଉଁଠି କୋଟିକିରେ ଗୋଟିଏ ଗୋଟିଏ ଥିବେ, କିନ୍ତୁ ଭଗବାନ କହୁଛି ଏଇଭଳି ଭାବନାରେ ସମସ୍ତେ ରୁହନ୍ତି, ବହୁତ ଭଲ ହେବ। ତେଣୁ ଆପଣ ଆତ୍ମାରେ ଯଦି ଦୃଢ଼ ବିଶ୍ୱାସ ରଖିବେ, ଆପଣଙ୍କ ସ୍ୱାମୀ ଆପଣଙ୍କୁ କେହି ନ ଚିହ୍ନିଲେ ଆପଣ ସ୍ୱାମୀ ଆପଣଙ୍କୁ ଚିହ୍ନିଦେବ ଆପଣ କେତେ ମହାନ। ଆଉ ଆପଣ ବି ଭଗବାନଙ୍କୁ ଅନୁସରଣ କରି ନିଜେ ଧନ୍ୟ ମନେ କରୁଥିବେ। ଆପଣ ଆତ୍ମାଟି କେତେ ପବିତ୍ର ଆଉ କେତେ ଅପବିତ୍ର। ଦୁନିଆ କଥାରେ କେବେ ଶୁଣନ୍ତୁ ନାହିଁ। ଯେଉଁମାନେ ପତିବ୍ରତା ନାରୀ, ଯେଉଁମାନେ ମୋ ମତେ ତ କେହି ନଥିବେ, ମୁଁ ବି ସେମିତି ଗ୍ୟାରେଣ୍ଟି ଦେଇ କିଛି କହିପାରିବି ନାହିଁ। ମୁଁ ବି ଯଦି ସେଇଭଳି ସ୍ୱଭାବ ନଥିବି, ତାହେଲେ ଭଗବାନ ମୋତେ ବି ଦଣ୍ଡ ଦେବେ, ମୋତେ ବି ସେଥିରେ ସାମିଲ କରିବେ। ରହୁଛି। ମୋ କଥା ମାଧ୍ୟମରେ ଯଦି କିଛି ଭୁଲ ଥାଏ ତାହେଲେ ମୋତେ କ୍ଷମା କରୁଥିବେ। ଜୟ ଜଗନ୍ନାଥ। ସୀତା ଭଳି ସତୀ ନାରୀ ହେବାକୁ ଦୃଢ଼ତାର ସହିତ ସତୀ ନାରୀ ହେବାକୁ ଚେଷ୍ଟା କରନ୍ତୁ।